ଏଇଥର ରିନି 2026 ରେ ମୁଁ 623 ସ୍କୋର କରିଛି ଏବଂ ଅଲ୍ ଇଣ୍ଡିଆ ଓପନ୍ କ୍ୟାଟେଗୋରୀରେ ମୋ ର୍ୟାଙ୍କ ଆସୁଛି 4496। ଭବିଷ୍ୟତ ପାଇଁ ଏବେ ତ MBBS 5.5 ବର୍ଷ କୋର୍ସ ସରିଲା ପରେ ବାପାଙ୍କର ବହୁତ ବଡ଼ ଇଚ୍ଛା କି ମୁଁ ଜଣେ ସର୍ଜନ ହୁଏ, ଆଉ ଦ୍ୟାଟ୍ ଇଫ୍ କାର୍ଡ଼ିଓଥୋରାକିକ୍ସ ସର୍ଜନ। ତ ବାପାଙ୍କ ଏଇ ସ୍ୱପ୍ନ ପଛରେ ମୁଁ ଲାଗିବାକୁ ଚାହିଁବି। ଆଉ ଆପଣଙ୍କର ଯେଉଁ ଏକ୍ଜାମ ମାହୋଲରେ ମାନେ ଯେମିତି ଆପଣ ନିଜକୁ ମ୍ୟାନେଜ କରିବେ ସେଇଟା ଶିଖିବା ବହୁତ ଜରୁରୀ। ଆଉ ଏବେ ତ ପାଠ ତ ସମସ୍ତେ ପଢ଼ୁଛନ୍ତି, କିନ୍ତୁ ସେଇ ତିନିଟା ଜିନିଷ ଯେମିତି ଏବେ ପ୍ୟାଟର୍ନ ଚେଞ୍ଜ ହେଉଛି, ତ ସେଇ ହିସାବରେ ଏଇସବୁ ଜିନିଷ ଶିଖିବା ବହୁତ ଜରୁରୀ। କାହିଁକିନା ଜଣେ ପାଠ ଜାଣିଥିଲେ ବି ଏଇ ଏକ୍ଜାମରେ ଯଦି ନିଜକୁ ମ୍ୟାନେଜ ନ କରିପାରିଲା ତ ସିଏ ତାର ବେଷ୍ଟ ଦେଇପାରିବନି। ତ ଏଇସବୁ ଜିନିଷ ପଛରେ ବି ଧ୍ୟାନ ଦେବା ବହୁତ ଜରୁରୀ। ବାକି ତ ପାଠ ତ ମାନେ ଏବେ ସବୁଆଡ଼େ ପଢ଼ା ହେଉଛି, ବାକି ସବୁ ଫ୍ରି ବି ହେଇଗଲାଣି। ତ ଏତିକି ହିଁ କହିବି, ଏଇ ତିନିଟା ଜିନିଷ କେବଳ ମ୍ୟାନେଜ କରିବେ। ମୁଁ ଆଜି ଏତେ ଖୁସି ଯେ ଯାହାକୁ ମୁଁ କେବେ ବ୍ୟକ୍ତ କରିପାରୁନାହିଁ, କାରଣ ମୋର ସେ ପୁରୁଣା କଥା ମନେ ପଡ଼ୁଛି। ମର୍ଣ୍ଣିଂ ଶୋଜ୍ ଦି ଡେ ମୁଁ ଯେତେବେଳେ ମୋର ବନ୍ଧୁଙ୍କର ସେ ପୁତ୍ର ସୁପୁତ୍ର ସିଦ୍ଧାର୍ଥ ମୋର ବି ଛାତ୍ର ଥିଲା। ମୋର ବନ୍ଧୁ ପ୍ରଶାନ୍ତରାମ ପଲେଇଙ୍କର ପାଖକୁ ମୁଁ ଯେତେବେଳେ ଆସୁଥିଲି ଏବଂ ତାକୁ ଯେତେବେଳେ ଦେଖୁଥିଲି, ସେତେବେଳେ ମୁଁ ଅନୁମାନ କରିଥିଲି ଯେ ନିଶ୍ଚିତ ଭାବରେ କେତେବେଳେ କେଉଁଠି ଗୋଟେ ଭଲ ସ୍କୋର କରିବ ଏବଂ ତାକୁ ହିଁ ଏଇ ନିଟ୍ ପଢ଼େଇବାରେ ମୋର ବି ଅନେକ ସହଯୋଗ ଥିଲା। ମୁଁ ପ୍ରଶାନ୍ତଙ୍କୁ ସେଇ କଥା କୁହେ ଯେ ଭଲ ପାଠ ପଢ଼ୁଛି, ତାକୁ କୋଚିଂ ଦିଆଯାଉ। ଆଜି ଆମେ ଏତେ ଖୁସି ଯେ ଏ ଅଞ୍ଚଳରେ, ଏ ଅଖ୍ୟାତପଲ୍ଲୀ ଅଞ୍ଚଳ, ଯେଉଁଠି ପ୍ରୟାସ ଭଳି ସୁନ୍ଦର କୋଚିଂ ସେଣ୍ଟରରେ ନେଇ ପାଠ ପଢ଼େଇବା, ବିଶେଷ କରି ପ୍ରଶାନ୍ତ ବାବୁଙ୍କର ଏବଂ ଗୁରୁମା କ୍ଷୀରୋଦିନୀ ଗୁରୁମା, ତାଙ୍କ ଜେଜେମା ଜେଜେବାପା, ଏମାନଙ୍କର ଏତେ ଅକୁଣ୍ଠ ସାହାଯ୍ୟ ଥିଲା ଯେ ଯାହାର ଆଶୀର୍ବାଦ ସ୍ୱରୂପକ ଆଜି ଆମର ଏଇ ସିଦ୍ଧାର୍ଥ ଆଜି ଆଚିଭ୍ କରିଛି। ନେଟ୍ରେ କ୍ୱାଲିଫାଇ କରି 623 ନମ୍ବର ରଖି ଆମ ସମସ୍ତଙ୍କର ଗର୍ବ ଗୌରବ ସାଜିଛି। ବାବା ଆଖଣ୍ଡଳମଣିଙ୍କ ପାଖରେ ପ୍ରାର୍ଥନା, ସମସ୍ତଙ୍କର ଆଶୀର୍ବାଦ, ବାପା ମାଆଙ୍କର ଆଶୀର୍ବାଦ, ଆଉ ଶେଷରେ ଜଗତର ନାଥ ଜଗନ୍ନାଥଙ୍କ କୋଟି ଆଶୀର୍ବାଦ ତା ପଛରେ ଥିବାରୁ ସଫଳତାର ଶୀର୍ଷ ସ୍ଥାନରେ ସେ ଆଜି ପହଞ୍ଚିଛି। ଏ ଗାଁ ପାଇଁ, ଏ ଅଞ୍ଚଳ ପାଇଁ ଗର୍ବ ଗୌରବର ଆଜି ଫେରେଇ ଆଣିଛି। ଦୀର୍ଘ 65 ବର୍ଷ ପୂର୍ବରୁ ଏଠି ମେଡ଼ିକାଲ ଛାତ୍ର ମେଡ଼ିକାଲ ହାସଲ କରିବାରେ ସଫଳତା ପାଇନଥିଲେ। ଆଜି ସେ ସଫଳତା ଆଜି ପହଞ୍ଚିଛି। ଏ ମାଟି ଆଜି ଧନ୍ୟ ହେଇଛି, ଆଉ ଏ ଅଞ୍ଚଳ ମଧ୍ୟ ଗର୍ବିତ। ସମସ୍ତ ଗୁରୁମା ଗୁରୁଜୀ ଏବଂ ପରିବାର ମୋର ସମସ୍ତ ସହଯୋଗରେ ସେ ଆଜି ଏ ସଫଳତାରେ ପହଞ୍ଚିଛି। ଆଉ ମୁଁ ଏତିକି କହିବି, ସିଏ ତାର ଉନ୍ନତି କରିବା ସଙ୍ଗେ ସଙ୍ଗେ ପରିବାରର ମାନେ ଡେଭଲପ୍ କରିବା ସଙ୍ଗେ ସଙ୍ଗେ ଗାଁରେ ସମସ୍ତଙ୍କର ସେବା କରୁ, ଭଲ ସଫଳତା ସମସ୍ତଙ୍କ ନାଁ ରଖୁ, ଗାଁର ଯେମିତି ଗୋଟେ ମୌଡ଼ମଣି ହିସାବରେ ସଫଳତା ଆଣୁ। এই ভিডিওটি আপনার কেমিতি লাগিলা কমেন্ট করে জানাতু। ধরিত্রী লাইভ র यूट्यूब এবং फेसबुक चैनल को सब्सक्राइब करंतु। अधिक खबर पाई लॉगिन करंतु www.dharitri.com।